ଜଗନ୍ନାଥଙ୍କର ଅନୁଭୂତି ତ ଯଥେଷ୍ଟ ଅଛି, କିନ୍ତୁ ଜୀବନରେ ଅନେକ ଦୁଃଖ ଆସିଛି, ସେ ଦୂର କରିଦେଇଛନ୍ତି। ଜୀବନରେ ଅନେକ ସମସ୍ୟା ଆସିଛି, ଏମିତିକି ଯେଉଁ ସମସ୍ୟା ମୋର ଦୂର ହେଇଯାଇଛି, ମୁଁ ସେ ବିଷୟରେ ଟିକେ କହିବି। ମୁଁ ଜଣେ ଆର୍ଟିଷ୍ଟ ହେଇଥିବା ହେତୁ ସବୁବେଳେ ଛବିପତ୍ର ଆଙ୍କେ। ଏକାଡେମୀ ସହିତ ମୋର ଭଲ ସମ୍ପର୍କ ଥାଏ। ତେଣୁକରି ଏକାଡେମୀ ପାଖକୁ ମୁଁ 2 ଖଣ୍ଡ ଛବି ଦେଇଥିଲି। ଦୁଃଖର କଥା, ଏକ୍ଜିବିସନ୍ ହଲ୍ରେ ମୋ ଛବି ଟଙ୍ଗା ଯାଇ ନଥିଲା। ଏକାଡେମୀ ସେକ୍ରେଟାରୀଙ୍କ ସହିତ କଥାବାର୍ତ୍ତା ନ ହୋଇ ମୁଁ ଘରକୁ ଫେରିଆସିଲି। ଫେରିଆସିଲା ପରେ ରବିନାରାୟଣ ନାୟକ ମୋ ସାର୍ ଥିଲେ, ତାଙ୍କୁ କହିଲି। ସେ କହିଥିଲେ, ତମେ ଆଙ୍କି ଯାଅ, ଦିନେ ତାର ଫଳ ପାଇବ। ତାପରେ ମୁଁ ଜଗନ୍ନାଥଙ୍କ ପାଖକୁ ଗଲି। ଜଗନ୍ନାଥଙ୍କ ପାଖକୁ ଦର୍ଶନ କଲାବେଳେ ମୁଁ ଯେଉଁ ଅପମାନ ନେଇକି ଫେରିଲି, ସେଥିପାଇଁ ମୋ ଆଖିରେ ଲୁହ ବହି ଆସିଥିଲା। ସେ 1990-91 ସମୟର କଥା କହୁଛି। ତାପରେ ଯେଉଁ ଲୁହ ବହି ଆସିଲା, ସେଇ ଲୁହର ପ୍ରାପ୍ୟ ଜଗନ୍ନାଥ ମୋତେ ଆଜି ଦେଇସାରିଛନ୍ତି। ଦୀର୍ଘ ଦିନର ଅନୁଭୂତି ମୋର। ସେଇ ଦିନଠୁ ମୁଁ ଛବି କରି ଚାଲିଛି, କିନ୍ତୁ ଯାହା ପାଇବା କଥା ପ୍ରାପ୍ୟ ଜଗନ୍ନାଥ ସବୁ ମାଧ୍ୟମରେ ଦେଇଛନ୍ତି। ତେଣୁକରି ମୁଁ ଜଗନ୍ନାଥଙ୍କ ପାଖରେ ଚିରଋଣୀ। ଆଉ ମୋର ପାରିବାରିକ ସମସ୍ୟା ମଧ୍ୟ ଅନେକ ଆସିଛି। ପାରିବାରିକ ସମସ୍ୟାରୁ ଦୂର ହେବା ପାଇଁ ମୁଁ ଜଗନ୍ନାଥଙ୍କଠି ନିଜକୁ ସମର୍ପଣ କରିଦିଏ। ମୋର ଆତ୍ମା ସହିତ ପରମାତ୍ମାର ଯେତେବେଳେ ମିଳନ ହେଇଯାଏ, ମୁଁ ମହାଶୂନ୍ୟତା ଭିତରେ ସେଇଠି ଶାନ୍ତି, ପରମ ଶାନ୍ତି ପାଏ। ଆଉ ହୁଏତ ଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ଏପର୍ଯ୍ୟନ୍ତ ପାରିବାରିକ ଶାନ୍ତି ଆଉ ସାମାଜିକ ଶାନ୍ତି ଆଉ ସବୁକିଛି ମୁଁ କିଛି ପାଇସାରିଛି ବୋଲି ମୁଁ ଭାବୁଛି। ଏତିକି ମୋର କହିବାର କଥା।